ମୁଁ ଯେଉଁ ଚ୍ୟାନେଲ୍ ମାଧ୍ୟମରେ ସାର୍ ଟିକେ ଅସମନ୍ତ କରି କଥା କହିଥିଲି, ତେଣୁ ମୁଁ ଆଜି ଆସିଥିଲି ସାର୍ମାନଙ୍କୁ ଦେଖା କରି ସାର୍ଙ୍କୁ କ୍ଷମା ପ୍ରାର୍ଥନା କଲି। ସାର୍ ମୋତେ କ୍ଷମା ଦେଲେ। ମୁଁ ସାର୍ଙ୍କୁ ଆଉ ଏମିତି କେବେ କହିବିନି। ତେଣୁ ମୁଁ ସାର୍ଙ୍କୁ ଆସି ମାନେ ପ୍ରାର୍ଥନା କରୁଛି ଯେ ମୋର ପୂର୍ବ ଚରିତ୍ର ଯେମିତି ଥିଲା, ତେଣୁ ମୋ ଚରିତ୍ର ଯେମିତି ଯାତ୍ରା ଛାଡ଼ିବା ପୂର୍ବରୁ କି ଯାତ୍ରାର ଅବସର ପୂର୍ବରୁ ସଞ୍ଜବେଳ ହିଁ ରହିବ। ମୋର ସାର୍ମାନଙ୍କ ପାଖରେ ଏତିକି ପ୍ରାର୍ଥନା ମୋର ଆଉ କିଛି ଆସେ। ତେଣୁ ମୋତେ ସାର୍ କ୍ଷମା କରିଦିଅନ୍ତୁ। ଅଭିମାନ କରି କହିଦେଇଛି ସାର୍। ଅଭିମାନ କରି କହିଦେଇ ବୋଉ କହିଦେଇଥିଲି ସାର୍ଙ୍କୁ କ୍ଷମା ମାଗିଲି। ସାର୍ କ୍ଷମା କରିଦେଇଥିଲି। ମୁଁ ଏମିତି ମତର ଗୋଡ଼ ତଳେ ପଡ଼ି ମାଗିଛି। ତେଣୁ ସାର୍ ରାଜନୈତିକ ଏ ବର୍ଷ କରିବେ ରାବଣ। ଆଜ୍ଞା। ଆଉ ଯାତ୍ରା ଯେମିତି ଏଭଳି ଭୁଲ ନ ହୁଏ ସେମିତି କଳାକାରଙ୍କ ପାଇଁ କ'ଣ କହିବେ? ଏ କଳାକାର ଶୁଣନ୍ତୁ, ମୋ ପର୍ସନାଲ ମୁଁ ସାର୍ଙ୍କୁ ବହୁତ ଭଲ ପାଏ। କେଉଁ କଳାକାର ଆସନ୍ତି ଶୁଣନ୍ତୁ, ମୁଁ ଆଉ 2-4 ବର୍ଷ ରହିବି କି ନାହିଁ, ଏମିତି ହେଲେ ହୁଏତ ଆର ବର୍ଷ ମୁଁ ରହିଯାଇପାରେ। ତେଣୁ କାହା କଥା କହିଲେ ସେଟା କହିବେ ସଦାବେଳେ ଆମ ବିରୁଦ୍ଧରେ କହିଲା। ତେଣୁ କୁଆଡ଼େ ଇଆଡ଼ୁ ବାହିଲା ପ୍ରମୋଦ ସାଡ଼ୁ ବାହିଲା ବେଳକୁ ବୋଲତେ। ତେଣୁ ଆଉ ମିଡ଼ିଆକୁ ଗଲେ ମୋର ପର୍ସନାଲ ମ୍ୟାଟର କ'ଣ କହିବି, କିନ୍ତୁ କାହା ବିଷୟରେ ଡିସ୍କସନ୍ କରି ଆପଣ ମୁଁ ଆଜି ମିଡ଼ିଆ ମାଧ୍ୟମରେ ସେମିତି କିଛି କହିନଥିଲେ। ଯେଉଁ କଥା ଆପଣ କହୁଥିଲେ ମାଲିକ ସତ୍ୟତେ ମାଲି ସେଇ କଥା କହିଛନ୍ତି, କିନ୍ତୁ ଗୁରୁମାନେ ଆପଣଙ୍କୁ ଛନ୍ଦିଦେଲେ। ମାଲିକ ଆମେ ଆଉ ତାଙ୍କୁ ଯଦି ଆଖି ଆଗକୁ ଆଣିବା, ତେଣୁ ଆମେ ସେ ହେଉଛନ୍ତି ଆମର ଅନ୍ନଦାତା। ତେଣୁ ତାକୁ ଆମ ସାଙ୍କୁ ଆଣି ମିଶାଇ ଦେଲେ ଆମକୁ ଆଜ୍ଞା ଆମ ହୃଦୟକୁ ବାଧ୍ୟ, କାହିଁକିନା ଆମେ ଆଜ୍ଞା ସେ ଧରଣର ପିଲା। ହଁ ସାର୍ କ୍ଷମା। ଆପଣ ଯେଉଁ କହୁଥିଲେ ଆପଣଙ୍କ ନାଟକ ଟିକେ ଆପଣ ସଞ୍ଜୟ ବେଳ ହେଇକି ରହିବେ, ଅର୍ଥାତ୍ ଆପଣ ଚାହୁଁଛନ୍ତି କି ଯାହାର ପୂର୍ବ ଆମେ ମିଟିଂରେ ମୁଁ ଏଠି ସାର୍ଙ୍କୁ କହିଛି ସାର୍ ଯେତେ ଦିନ ମୁଁ ରହିବି ସଞ୍ଜୟ ବାବୁ ମୁହଁକୁ ଅନେଇକି ତା ଚରିତ୍ର ଦିଅନ୍ତୁ। ମୁଁ ଚାହୁଁନି ଯେ ମୁଁ ଏଠି ମାନେ ଅମିତାଭ ବଚ୍ଚନ ମିଥୁନ ଚକ୍ରବର୍ତ୍ତୀ ଆପଣଙ୍କ ନାଁକୁ ନେଇକିରି ଯାତ୍ରା ହଉ, ଆପଣଙ୍କ ନାଁକୁ ନେଇକିରି ନାଟକ ହଉ, ସେମିତି ଗୁରୁମାନେ ମନା କରିଛନ୍ତି ପୂର୍ବ ମିଟିଂ। ନାଟକ ନାଁ ନେଇକି ନାଟକ କଲେ କ'ଣ ସେମିତି ହେବ? ସମସ୍ତଙ୍କ ନାଟକ ମୁଁ କରିଛି ସବୁ ହିଟ୍ ହେଇଛି, କିନ୍ତୁ ଚରିତ୍ରକୁ ଗୁରୁତ୍ୱ 3 ବର୍ଷ ମୁଁ ଏଇ ବିଶ୍ୱ ଦରବାରରେ ମୋ ନାଟକ ଡ୍ରାମା ହିଟ୍ ହେଇପାରିଲା। ଯୋଉଟା ସଞ୍ଜୟ ବଳ ଚାହୁଁଛନ୍ତି ଅବସରଟା ଟିକେ ଭଲ ଭାବରେ ହଉ। ଆଜ୍ଞା ଏହା ତ କଥା। ଆଜ୍ଞା ହଁ ରୋଲିଂ ଅମା ତରଫରୁ ସଞ୍ଜୟ ଯେଉଁ ଭୁଲ କରିଥିଲା ବହୁତ ବଡ଼ ପାପ ବୋଲି ଆମେ ଭାବୁଥିଲୁ। କାରଣ କେବଳ ସଞ୍ଜୟ ଆମକୁ ଯାହା ଛି ହଉ ବା ମାରିକି ବିଷ୍ଣୁ କରିବା ହଉ ବା ମୁଣ୍ଡି କରିବା ହଉ, ଯାହା କହିଥିଲା ସେ ଯେତେ ବି ବାଧ୍ୟ ଥିଲା, କିନ୍ତୁ ତାର